କାମାକ୍ଷା ନଗର ସହର ନିକଟରେ ଥିବା ଜିରିଡାମାଳି ସଂଘ କାର୍ଯ୍ୟାଳୟରେ ଢେଙ୍କାନାଳ ଜିଲ୍ଲା ଯାତ୍ରାପାଟି ମାଲିକ ସଂଘ ପକ୍ଷରୁ ସଭାପତି ହାରିବନ୍ଧୁ ମହାନ୍ତି, ସମ୍ପାଦକ ଦୁର୍ଯ୍ୟୋଧନ ସାହୁ, କୋଷାଧ୍ୟକ୍ଷ ଗତିକୃଷ୍ଣ ପାତ୍ର, ଆଇନ ପରାମର୍ଶଦାତା ପ୍ରବୋଧ କୁମାର ସାମଲଙ୍କ ତତ୍ତ୍ୱାବଧାନରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରୁ ଯାତ୍ରାପାଟି ମାଲିକ ଓ ପରିଚାଳକମାନେ ଏହି ବୈଠକରେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ବିଶେଷ କରି ଆଗକୁ ଦୋଳଯାତ୍ରା, ଜାଗର, ରଜପର୍ବ ଇତ୍ୟାଦି ଆସୁଥିବା ବେଳେ ଜିଲ୍ଲାର ବିଭିନ୍ନ ଗ୍ରାମରେ ଯାତ୍ରା ପରିବେଷଣ କରାଯିବ, କିନ୍ତୁ ଜିଲ୍ଲା ବାହାରର କିଛି ଅସାଧୁ ପରିଚାଳକ ବିଭିନ୍ନ କମିଟିକୁ ପ୍ରଲୋଭନ ଦେଖାଇ ଯାତ୍ରା ପରିବେଷଣ ପାଇଁ ଅଗ୍ରିମ ଆଣି ଯାତ୍ରା ମଞ୍ଚସ୍ଥ କରୁନାହାନ୍ତି, ଯାହାକୁ ନେଇ ଅନେକ ସମୟରେ ସ୍ଥାନୀୟ ମାଲିକ ଓ ପରିଚାଳକମାନେ ନିନ୍ଦା ଓ ଅପବାଦର ସମ୍ମୁଖୀନ ହେଉଥିବା ବେଳେ ବିଭିନ୍ନ କମିଟିର ଆସ୍ଥା ଯାତ୍ରାପାଟି ଉପରେ ରହୁନାହିଁ। ତେଣୁ ଜିଲ୍ଲାର ମାଲିକ ଓ ପରିଚାଳକମାନେ କ୍ଷତି ସହୁଛନ୍ତି। ତେଣୁ ଯେଉଁ କମିଟି ଯାତ୍ରା ପରିବେଷଣ କରିବେ ସେମାନେ ଯାତ୍ରା ମାଲିକ ଓ ପରିଚାଳକ ମହାସଂଘକୁ ଜଣାଇ ଯାତ୍ରା ପରିବେଷଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ବ୍ଲକରୁ 30ରୁ ଉର୍ଦ୍ଧ୍ୱ ଯାତ୍ରା ଅନୁଷ୍ଠାନର ମାଲିକ ଓ ପରିଚାଳକ ଉପସ୍ଥିତ ଥିଲେ। ଆମେ ପ୍ରତ୍ୟେକ ଜାଗାରେ ଦେଖିଛୁ ଏମିତି ଗାଁ ଗହଳିରେ ବହୁତ ମାଲିକ ମାନେ ମ୍ୟାନେଜର ମାନେ କଲ୍ କାଟିଦେଇ ଯାଇଛନ୍ତି ଆସି ପରିବେଷଣ କରୁନାହାନ୍ତି। ତେଣୁ ସେହି ଅସୁବିଧାଟା ଦୂର କରିବା ପାଇଁ ଆମେ ପ୍ରତ୍ୟେକ ଗାଁରେ ଶାନ୍ତି ଶୃଙ୍ଖଳାରେ କେମିତି ମନୋରଞ୍ଜନ ଦେଇପାରିବ ସବୁ ଯାତ୍ରାପାଟି ସେଇଟା ଶୃଙ୍ଖଳାରେ କରିବା ପାଇଁ ଆମେ ବୈଠକ କରିଛୁ। ବୈଠକରେ ଯେମିତି କୌଣସି ଅସୁବିଧା ନ ହେବ ସେ ବାବଦରେ ଆମେ ସମସ୍ତଙ୍କୁ ଅବଗତ କରିଛୁ ଏବଂ ପ୍ରତ୍ୟେକ ଗାଁରେ ଯେମିତି ଆମର ମ୍ୟାନେଜରମାନେ ଅଛନ୍ତି ଯାଇ କଲ୍ କରିବେ, ନାଟକ ପରିବେଷଣ ଭଲ ହେବ, ମନୋରଞ୍ଜନ ଭଲ ହେବ, ଲୋକ ଖୁସି ହେବେ, ସେଇଥିପାଇଁ ଆଜି ଏ ବୈଠକ ଆମେ ଦୀର୍ଘ 2 ବର୍ଷ ହେଲା ଆମର ଏ ଯେଉଁ ସଂଘ ଯାତ୍ରାପାଟି ମାଲିକ ମ୍ୟାନେଜର ସଂଘ ଢେଙ୍କାନାଳ ଦ୍ୱାରା ଆୟୋଜନ କରାଯାଇଛି। ଏଥିରେ ବିଶେଷ କଥା ହେଉଛି ଆମର ଯେଉଁ ଗାଁ ଗହଳିରେ ପ୍ରୋଗ୍ରାମ ହେଉଛି ଯାତ୍ରା ପ୍ରୋଗ୍ରାମ, ବିଶେଷ କରି ଦୋଳଯାତ୍ରା ହେଉ, ସେ ମକର ଯାତ୍ରା ହେଉ, ପଣା ସଂକ୍ରାନ୍ତି ହେଉ, ସେଥିପାଇଁ ଯେଉଁ ଯାତ୍ରାପାଟି ଯୋଗାଯୋଗ କରୁଛନ୍ତି ବହୁତ ଗାଁରେ ଯାତ୍ରା ପ୍ରୋଗ୍ରାମ ହୋଇପାରୁନାହିଁ। କାରଣ ଦୂରଦୂରାନ୍ତରରୁ ପାର୍ଟିମାନେ ଆସୁଛନ୍ତି, ସେମାନେ ତାଙ୍କ ମ୍ୟାନେଜରମାନେ ବାହାର ମ୍ୟାନେଜର ଆସି ସେମାନେ କଲ୍ କାଟୁଛନ୍ତି, କିଛି ଟଙ୍କା ଆଡ଼ଭାନ୍ସ ନେଇଯାଉଛନ୍ତି, ସେ ଗାଁରେ ଫଙ୍କସନ୍ ହୋଇପାରୁନାହିଁ। ଯେଉଁ ସଂଘ ଆଜି ଗଠନ କରାଯାଇଛି କିଭଳି ଭାବେ ଆମ ଢେଙ୍କାନାଳ, ଅନୁଗୁଳ, ଦେବଗଡ଼ ତଥା କେଉଁଝର, ବୌଦ୍ଧ ଜିଲ୍ଲାରେ ଯାତ୍ରା ସୁପରିଚାଳିତ ଭାବରେ ପରିଚାଳିତ ହେବ, ସେଥିପାଇଁ ଆମର ସଂଘ ଆଜି ଗଠିତ। ଜିରାମାଳି କାମାହାନର ଜିରାମାଳିରେ ଗୋଟେ ବୈଠକ ହୋଇଥିଲା। ସେ ବୈଠକରେ ନିଷ୍ପତ୍ତି ହେଲା ଯେ ଆମେ ଶୃଙ୍ଖଳିତ ସହକାରେ ଯାତ୍ରା କରିବା ଏବଂ ବାହାର ଯେଉଁ ପାର୍ଟି ସବୁ ଆସି ଆମ ଜିଲ୍ଲାରେ ଯାତ୍ରା କରୁଛନ୍ତି ତାକୁ ରୋକ ଲଗାଯିବ। ସେମାନେ ଆମ ୱିଦାଉଟ୍ ପରାମର୍ଶରେ ଯାତ୍ରା କରିପାରିବେ ନାହିଁ। ଯେଉଁଠି ଯାହା ଅସୁବିଧା ହେଉଛି ସେ ବିଷୟରେ ତାଙ୍କୁ ମୁଁ ଅବଗତ କରାଇଲି ଏବଂ ଶୃଙ୍ଖଳାର ସହକାରେ କେମିତି ଯାତ୍ରା କରିବେ ଏବଂ ଯେଉଁଠି ଯେଉଁ ଗାଁରେ ପଇସା ପତ୍ର ଦେବାରେ ଅସୁବିଧା ହେଉଛି ତାହାର ସ୍ଥାୟୀ ସମାଧାନ କରାଯିବ, ଏ ବିଷୟରେ ଆଲୋଚନା ହେଲା ଏବଂ ତାଙ୍କୁ ମୁଁ ଆଇନ ବିଷୟରେ ପରାମର୍ଶ ଦେଲି। ଶାନ୍ତି ଶୃଙ୍ଖଳା ସହକାରେ ଆମେ ଯାତ୍ରା କରିବା। କାମାକ୍ଷା ନଗରରୁ ପ୍ରକାଶ କୁମାର ପାତ୍ରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।